ସମସ୍ତଙ୍କୁ ଜୟ ଶ୍ରୀରାମ। ଚାଲନ୍ତୁ ଆଜି ବୀର ହନୁମାନଙ୍କୁ ମନେ ପକାଇ ତାଙ୍କର ନାମ ସ୍ମରଣ କରି ଆରମ୍ଭ କରିବା ହନୁମାନ ଚାଳିଶାର ଓଡ଼ିଆ ଅନୁବାଦ। ଯଦି ମନ ଦୁଃଖ ଅଛି, ଅଶାନ୍ତ ଅଛି, ଶତ୍ରୁର ଭୟ ଅଛି, ତାହେଲେ ହନୁମାନ ଚାଳିଶା ପାଠ କରନ୍ତୁ। ଯେପରି ମାଛ ପାଣିକୁ, ଲୋଭୀ ଧନକୁ ଓ ମାତା ପୁତ୍ରକୁ ଭଲ ପାଏ, ସେହିପରି ପ୍ରକୃତ ଭକ୍ତ ଭଗବାନର ନାମକୁ, ଭଗବାନଙ୍କୁ ହିଁ ଭଲ ପାଏ ଆଉ ଭଗବାନଙ୍କୁ ହିଁ ଭରସା ଏବଂ ବିଶ୍ୱାସ କରିଥାଏ। ଆଗାମୀ ଏପିସୋଡ଼ରେ ହନୁମାନ ଚାଳିଶାର ଓଡ଼ିଆ ଅନୁବାଦ ପାର୍ଟ 1 ସେୟାର କରୁଛି। ସମୟ ସୁଯୋଗ ଦେଖି ଶୁଣି ନିଅନ୍ତୁ। ତାହେଲେ ଚାଲନ୍ତୁ ପାର୍ଟ 2 ଆରମ୍ଭ କରିବା। ତୁମ ଉପକାର ସୁଗ୍ରୀବ ଓହି କିହ୍ନା, ରାମ ମିଳୟ ରାଜପଦ ଜିହ୍ନା। ହେ ହନୁମନ୍ତ, ଆପଣ ସୁଗ୍ରୀବଙ୍କ ପାଇଁ ଯେଉଁ ମହତ୍ କର୍ମ ଦେଖାଇଅଛନ୍ତି, ତାହା ଅଭୁଲା। ତୁମେ ହିଁ ପ୍ରଭୁ ରାମଚନ୍ଦ୍ରଙ୍କ ସହିତ ସୁଗ୍ରୀବକୁ ଭେଟ କରାଇଥିଲ। ତୁମରି ସୁଗ୍ରୀବ ରାଜ ସିଂହାସନ ପାଇଥିଲେ। ତୁମ୍ହାର ମନ୍ତ୍ର ବିଭୀଷଣ ମାନା, ଲଙ୍କେଶ୍ୱର ଭୟେ ସବ ଜଗ ଜାନା। ଆପଣଙ୍କ କଥାକୁ ବିଭୀଷଣ ମନ୍ତ୍ର ପରି ଗ୍ରହଣ କରିଥିଲେ। ଆପଣଙ୍କ ପାଇଁ ସେ ଲଙ୍କାର ରାଜସିଂହାସନ ଲାଭ କରି ପୃଥିବୀ ବିଖ୍ୟାତ ସାଜିଥିଲେ। ଯୁଗ ସହସ୍ର ଯୋଜନ ପରଭାନୁ, ଲୀଳୋ ତାହି ମଧୁର ଫଲ ଜାନୁ। ହେ ମହାବୀର, ହେ ହନୁମାନ, ବାଲ୍ୟକାଳରେ ଆପଣ ସୂର୍ଯ୍ୟଙ୍କୁ 2,000 ଯୋଜନ ଦୂରକୁ ଦେଖି ଫଲ ବୋଲି ମନେ କରିବା ସହିତ ଖାଇବା ପାଇଁ ସୂର୍ଯ୍ୟଙ୍କ ଦିଗକୁ ଦୌଡ଼ି ଯାଇଥିଲେ। ପ୍ରଭୁ ମୁଦ୍ରିକା ମେଲି ମୁଖ ମାହି, ଜଲଧି ଲଙ୍ଘି ରାହେ ଆଚରଜ ନାହିଁ। ଆପଣ ପ୍ରଭୁ ରାମଚନ୍ଦ୍ରଙ୍କର ମୁଦ୍ରିକାକୁ ମୁଖରେ ଧରି ସପ୍ତ ସମୁଦ୍ର ପାରି ହୋଇଥିଲେ। ଏକଥା ନିଶ୍ଚୟ ଆଶ୍ଚର୍ଯ୍ୟଜନକ। ଦୁର୍ଗମ କାଜ ଜଗତକେ ଯେତେ, ସୁଗମ ଅନୁଗ୍ରହ ତୁମ୍ହାରେ ତେତେ। ଏ ବିଶ୍ୱ ଚରାଚରରେ ଯେତେ ଦୁର୍ଗମ କାର୍ଯ୍ୟ ରହିଛି, ଆପଣଙ୍କର ଅନୁଗ୍ରହ ହେଲେ ସୁଗମ ହୋଇଥାଏ। ହୋଇ ନ ପାରିବା କାମ ଆପଣଙ୍କ ଦୟାରେ ସାଧିତ ହୋଇଥାଏ। ରାମ ଦୁଆରେ ତୁମ ରଖୱାରେ, ହୋତ ନ ଆଜ୍ଞା ବିନୁ ପସାରେ। ହେ ବୀର ହନୁମନ୍ତ, ଆପଣ ପ୍ରଭୁ ରାମଚନ୍ଦ୍ରଙ୍କର ଏକମାତ୍ର ଦ୍ୱାରପାଳ। ଆପଣଙ୍କର କୃପାଭିଳାଷ ବା କୃପାପତ୍ର ନ ମିଳିବା ଯାଏଁ କେହି ଜଣେ ଶ୍ରୀରାମଚନ୍ଦ୍ରଙ୍କ କୃପାଲାଭ କରିପାରିବେ ନାହିଁ। ଅତଏବ ଜଣେ ରାମଭକ୍ତ ହେବା ଆଗରୁ ତୁମର ଶରଣାପନ୍ନ ହେବା ଉଚିତ। ତୁମ ବିନା ରାମ ପ୍ରାପ୍ତି ଅସମ୍ଭବ। ସବ ସୁଖ ଲାହେ ତୁମ୍ହାରି ସରନା, ତୁମ ରଜକୋ କାହୁଁକୋ ଡରନା। ତୁମଠାରେ ଶରଣାପନ୍ନ ହୋଇଥିବା ବ୍ୟକ୍ତିର ସକଳ ପ୍ରକାର ଅଭିଳାଷ ପୂର୍ଣ୍ଣ ହୁଏ। ହେ ବୀର ବିକ୍ରମ ବଜରଙ୍ଗୀ, ତୁମେ ଯାହାର ରକ୍ଷାକର୍ତ୍ତା, ସେ ଅବା କାହିଁକି କାହାକୁ ଭୟ କରିବ? ଆପଣ ତେଜ ସମ୍ଭାରେ ଆପେ, ତିନୋ ଲୋକ ହାକେ ତୋ କାପୋ। ଆପଣ ଯଦି ଆପଣଙ୍କ ତେଜ ରାଶିକୁ ନିଜେ ନିଜେ ସଙ୍କୁଚିତ ନ କରନ୍ତି, ସେ ତେଜକୁ କିଏ ସହ୍ୟ କରିପାରିବ ନାହିଁ। ଆପଣଙ୍କ ଶକ୍ତି ଆପଣ ହିଁ ନିଜେ ଧାରଣ କରିବା ପାଇଁ ସକ୍ଷମ ହୋଇଥାନ୍ତି। ଆଉ ଆପଣଙ୍କର ହୁଙ୍କାରେ ତ୍ରିପୁର ପ୍ରକମ୍ପିତ ହୁଏ। ଭୂତ ପିଶାଚ ନିକଟ ନାହିଁ ଆଏ, ମହାବୀର ଯବ ନାମ ଶୁଣାଏ। ଆପଣଙ୍କର ମହାବୀର ନାମକୁ ବାରମ୍ବାର ଜପ କଲେ ସେ ନାମ ସ୍ମରଣ କରି ଭୂତ ପିଶାଚ ଆଦି କେହି ପାଖକୁ ଆସନ୍ତି ନାହିଁ। ନାଶେ ରୋଗ ହରେ ସବ ପୀରା, ଜପତ ନିରନ୍ତର ହନୁମତ ବୀରା। ପ୍ରଭୁ ମହାବୀର ହନୁମାନଙ୍କ ନାମକୁ ଯିଏ ଦିବାନିଶି ଭଜନ କରେ, ତାର ସମସ୍ତ ରୋଗ ବିନାଶ ହେବା ସହିତ ସବୁ ପ୍ରକାରର କଷ୍ଟ ବା ଯନ୍ତ୍ରଣା ଦୂର ହୋଇଯାଇଥାଏ। ସଙ୍କଟେ ତ ହନୁମାନ ରୁଜାଏ, ମନ ବକ୍ରମ ବଚନ ଧ୍ୟାନ ଜୋ ଲାଏ। ଯିଏ କାୟା ମନ ବାକ୍ୟରେ ଅର୍ଥାତ୍ ବଚନ, ମନ ଓ କାର୍ଯ୍ୟରେ ଯିଏ ଶ୍ରୀ ହନୁମାନଙ୍କୁ ଧ୍ୟାନ କରେ,
ତାକୁ ସକଳ ପ୍ରକାର ସଙ୍କଟରୁ ହନୁମାନ ମୁକ୍ତି ଦିଅନ୍ତି। ସବ ପର ରାମ ତପସ୍ୱୀ ରାଜା, ତିନିକେ କାଜ ସକଳ ତୁମ ସାଜା। ପ୍ରଭୁ ରାମଚନ୍ଦ୍ର ଯେଭଳି ଶ୍ରେଷ୍ଠ ତପସ୍ୱୀ, ସେହିପରି ପ୍ରଜାବତ୍ସଲ ରାଜା ମଧ୍ୟ ତାଙ୍କର ସମସ୍ତ ପ୍ରକାର କାର୍ଯ୍ୟକୁ ଆପଣ ଅତି ସହକାରେ ସମ୍ପାଦନ କରନ୍ତି। ଓର୍ ମନୋରଥ ଯୋ କୋଇ ଲାଏ, ସୋଇ ଅମିତ ଯୋଜନ ଫଲ ପାଏ। ଯେକୌଣସି କାମନା ରଖି ଯଦି ଭକ୍ତ ଆପଣଙ୍କର ଶରଣାପନ୍ନ ହୁଏ, ତେବେ ନିଶ୍ଚିତ ଭାବରେ ଚିରନ୍ତନ ଅମୃତ ସମ ସୁଫଳ ଲାଭ କରିଥାନ୍ତି। ଚାରୋ ଯୁଗ ପରତାପ ତୁମ୍ହାରା, ହେ ପରସିଦ୍ଧ ଜଗତ ଉଜିଆରା। ଯେଉଁ ବ୍ୟକ୍ତି ଧର୍ମ, ଅର୍ଥ ପ୍ରଭୃତି ସାଂସାରିକ ସୁଖକୁ କାମନା କରି ଆପଣଙ୍କୁ ଜଣାଯାଏ, ସେ ନିଶ୍ଚୟ ସୁଫଳ ଲାଭ କରେ, ସୁଖରେ କାଳାତିପାତ କରିଥାଏ। ହେ ହନୁମନ୍ତ, ଆପଣଙ୍କ ପରାକ୍ରମରେ ସତ୍ୟ, ତ୍ରେତା, ଦ୍ୱାପର, କଳିଯୁଗ ଆଦି ଚାରି ଯୁଗରେ ବିଶ୍ୱ ପ୍ରସିଦ୍ଧ ଓ ଶାଶ୍ୱତ ହୁଏ। ସାଧୁ ସନ୍ଥକେ ତୁମ ରଖବାରେ, ଅସୁର ନିକରନ୍ଦ ରାମ ଦୁଲାରେ। ଆପଣ ସାଧୁସନ୍ଥ ତଥା ସଜ୍ଜନମାନଙ୍କ ରକ୍ଷକ। ହେ ପରାକ୍ରମଶାଳୀ, ଆପଣ ହିଁ ଅସୁରମାନଙ୍କ ବିନାଶକ। ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରିୟ ଭକ୍ତ, ଅଷ୍ଟସିଦ୍ଧି ନୌଧିକେ ଦାତା, ଅବସର ଦିନ ଜାନକୀ ମାତା। ହେ ହନୁମନ୍ତ, ଆପଣ ଅଷ୍ଟସିଦ୍ଧି ଯଥା ଅଣିମା, ମଣିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରାମାଣ୍ୟ, ଈଶିତ ଓ ବସିତ ଏବଂ ନବନିଧି ଯଥା ପଦ୍ମ, ମହାପଦ୍ମ, ଶଙ୍ଖ, ମକର, କଚ୍ଛପ, ମୁକୁନ୍ଦ, କୁନ୍ଦ, ନୀଳ ଓ ଖର୍ବ ପ୍ରଦାନ କରିଥାନ୍ତି। ଏହା କେବଳ ସମ୍ଭବ ମାତା ସୀତାଙ୍କର ଆଶୀର୍ବାଦ ଯୋଗୁଁ। ରାମ ରସାୟନ ତୁମ୍ହାରେ ପାସା, ସଦା ରହୋ ରଘୁପତି କେ ଦାସା। ପ୍ରଭୁ ଶ୍ରୀରାମଙ୍କ ନାମ ଆପଣଙ୍କ ପାଖରେ ରାସାୟନ ପରି। ଯଥାର୍ଥରେ ଆପଣଙ୍କ ଦ୍ୱାରା ରାମ ନାମର ପ୍ରଭାବ ସର୍ବକଷ୍ଟ ଦୂର ହୁଏ। ଆପଣ ଆଦର ପୂର୍ବକ ପ୍ରଭୁ ରଘୁନାଥଙ୍କର ପରମ ସେବକ ଅଟନ୍ତି। ତୁମ୍ହାରେ ଭଜନ ରାମ କୋ ପାଏ, ଜନମ ଜନମ କେ ଦୁଃଖ ବିନାଶାଏ। ଆପଣଙ୍କୁ ଭଜନ କଲେ ପ୍ରଭୁ ରାମଚନ୍ଦ୍ରଙ୍କ କୃପା ଲାଭ ହୁଏ ଏବଂ ଜନ୍ମ ଜନ୍ମାନ୍ତରେ ସବୁ ପ୍ରକାର ଦୁଃଖ ବିନାଶ ହୋଇଯାଏ। ଯଦି ଆଜିର ପାର୍ଟ 2 ହନୁମାନ ଚାଳିଶାର ଓଡ଼ିଆ ଅନୁବାଦ ପସନ୍ଦ ଆସିଲା ତାହେଲେ ସେୟାର କରନ୍ତୁ, ସବସ୍କ୍ରାଇବକୁ ଟଚ୍ କରି ବେଲ୍ ଆଇକନକୁ ଟଚ୍ କରନ୍ତୁ। ଜୟ ଶ୍ରୀରାମ।